जय श्री जगन्नाथ भाई मैंने सर्वप्रथम गुरुदेव गणपति जगदम्ब को प्रणाम करी आज आम एस्ट्रोलॉजी सेशन को आगू बढ़ू जे आज आम क्वेश्चन आंसर सेशन ऊपर अच्छे क्वेश्चन नक्षत्र फलाफल ठीक नवांश नवांश हो जाइए एटा हम नवांश ना लग्न केउटा ठीक मु आपण मानक कहि रखे फल ठीक कि भूल कोउटा ठीक कोउटा भूल कोउटा आकुरेट सेटा ऊपर जानिबा पहले सर्वप्रथम हमको जानिया पड़िबो जे ज्योतिष स्टार्ट ହେଇଛି ଲଗ୍ନରୁ ବିନା ଲଗ୍ନ କୁଣ୍ଡଳୀରେ ନା ନକ୍ଷତ୍ର ରହିବେ ନା ଗ୍ରହ ରହିବେ ନା ତାର ନବାଂଶ ବାହାରି ପାରିବ କିଛି ହେଇପାରିବ ଷୋଡଶ ବର୍ଗ ଯୋଉ ଦିଆଯାଇଛି ମହର୍ଷି ପରାଶରଙ୍କ ଦ୍ଵାରା ଲଗ୍ନ କୁଣ୍ଡଳୀକୁ ବାଇପାସ କରିକି ଆମେ କୌଣସି କୁଣ୍ଡଳୀ ଦେଖିପାରିବା ନାହିଁ ଲଗ୍ନ କୁଣ୍ଡଳୀକୁ ଯଦି ଆମେ ବାଇପାସ କରିବା ତାହେଲେ ଆମେ ଗୋଟେ ମସ୍ତ ବଡ ଭୁଲ କରିଦବା ସେଟା ହେଲା ସର୍ବପ୍ରଥମ କଥା ଆମ ଗୁରୁଦେବ ଆମକୁ କହିଛନ୍ତି ଯେ ଲଗ୍ନ କୁଣ୍ଡଳୀ ଯଦି ତମର ବଡି ହୁଏ ଆଉ ଆଉ ନବାଂଶ ହଉଛି ତାର ଆତ୍ମା କୋଉ କୋଉ ଗ୍ରନ୍ଥରେ ବି ବହୁତ ଭଲ ବିଶେଷ ଭାବରେ ମେନସନ ଅଛି ଲଗ୍ନ କୁଣ୍ଡଳୀ ଯଦି ଶରୀର ହୁଏ ତାର ମେରୁଦଣ୍ଡ ହଉଛି ନବାଂଶ ଆପଣ ଯଦି ପରସ୍ପର ଭିତରେ କମ୍ପାରେଟିଭ କରିକି ଡିଫରେଣ୍ଟ ଭ୍ୟୁ ଓପିନିଅନ କୁ ନେଇକି କୌଣସି ଆଦେଶ କରିବାକୁ ତାହେଲେ ଆପଣ ଜ୍ୟୋତିଷରେ ଖାଲି ବୁଲିବେ ଚକ୍ରି କାଟିଲା ଭଳି ଆପଣ କଣ କରିବା ଦରକାର ଆପଣ ସବୁ ଜିନିଷ ଭିତରେ ଆପଣ ଲଗ୍ନରୁ ଗୋଟେ ଜିନିଷ ଦେଖିଲେ ତାକୁ ଆପଣ ନକ୍ଷତ୍ରରୁ ଚେକ୍ କରିବେ ତାକୁ ଆପଣ ନବାଂଶରୁ ଚେକ୍ କରିବେ କରିସାରିକି ତା ଭିତରେ ଉପାଦାନ ସାମାନ୍ୟ କଣ କମନ ଆସୁଛି ସେଇଟାକୁ ଭେରିଫାଇ କରିସାରିକି ଯୋଉ ଜଜମେଣ୍ଟ ଟା ଫର୍ମେସନ କରିବେ ସେଇଟା ବହୁତ ହି ଉପାଦେୟ ହବ ଲେଟ ସେ ଯଦି ଲଗ୍ନ କୁଣ୍ଡଳୀରେ ଗୋଟେ ଜିନିଷ ଦେଖଉଛି ଧର ଲଗ୍ନ କୁଣ୍ଡଳୀରେ ଦେଖଉଛି ଯେ ରାହୁ ମହାରାଜ ସେକେଣ୍ଡ ହାଉସ ରେ ଅଛନ୍ତି ମାର୍ସ ସହିତ ନବାଂଶ କୁଣ୍ଡଳୀରେ ଦେଖଉଛି କେତୁ ମହାରାଜ ବସିଛନ୍ତି ମାର୍ସ ସହିତ ସପ୍ତମ ଘରେ ତାହେଲେ ଆମେ କଣ ଫଳାଦେଶ କରିବୁ ତା ଦେହରେ ନକ୍ଷତ୍ରର କେମିତି କଣ ଫଳାଦେଶ କରିବୁ ନବାଂଶରେ କୋଉ ନକ୍ଷତ୍ର ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ନବାଂଶରରେ ତ ନକ୍ଷତ୍ର ବାହାର କରିକି ବାହାର କରିପାରିବନି ନା କୋଉ ଆପ୍ ତ ଆଜିକାଲି ଦେଖୁନି ନବାଂଶ ପରେ କୋଉ ନକ୍ଷତ୍ରରେ କିଏ ବସିଲା ସେଥିପାଇଁ ପିଓର କାଲକୁଲେସନ ଦରକାର ଆପଣ ମାନେ ଯେତେ କଣ୍ଟ୍ରାଡିକ୍ଟରି ଇମେଜ କୁଣ୍ଡଳୀରୁ ବାହାରିକି ଆସୁଥିଲେ ମଧ୍ୟ ଆପଣ ମାନେ ସର୍ବଦା କଣ କମନ ଅଛି ସବୁ ଜିନିଷକୁ ମିଶେଇ ଦେଲା ପରେ କଣ କମନ ଟା ବାହାରୁଛି ସେଇଟାକୁ ଚେଷ୍ଟା କରିବେ କହିବା ପାଇଁ ଆଉ ସେଇ ଜଜମେଣ୍ଟ ଟା କଦାପି ଭୁଲ ହେବ ନାହିଁ ତେଣୁ କେବଳ ଲଗ୍ନ ଦେଖି ହବନି କେବଳ ନବାଂଶ ଦେଖି ହବନି କେବଳ ନକ୍ଷତ୍ର ଦେଖି ହବ ଆମକୁ ତିନିଟା ଯଦି କିଏ ଏତେ ଜିନିଷ ଦେଖୁଛି ଯେ ଲଗ୍ନ ଦେଖୁଛି ନବାଂଶ ଦେଖୁଛି ନକ୍ଷତ୍ର ଦେଖୁଛି ଦଶା ଲଗ୍ନ ଦେଖୁଛି ଅଷ୍ଟକ ବର୍ଗ ଦେଖୁଛି ସୁଦର୍ଶନ ଚକ୍ର ଦେଖୁଛି ଯଦି ଏତେ କିଏ ଦେଖିଲା ବାଲା କୁଣ୍ଡଳୀ ବାଲା ଅଛନ୍ତି ତାଙ୍କୁ ମୋର ପ୍ରଣାମ ମୁଁ ତ ଜାଣିନି କି ଦେଖୁଥିବ ଏମିତି ପ୍ରାୟତଃ ସମସ୍ତ ଲଗ୍ନ କୁଣ୍ଡଳୀ ଦେଖିକି ଦଶା ଦେଖିକି ଫର୍ମେସନ କରିକି ଫଳାଦେଶ କରିଦଉଛନ୍ତି ଯଦି ସତରେ ସେତିକି ରିସର୍ଚ୍ଚ କରି କରୁଥିବ ତାହେଲେ ସେ ଆକୁରେଟଲି ଏକ୍ସାକ୍ଟ ଡେଟ କହିଦବ ଯେ କେବେ ହବ କଣ ହବ ସେଥିପାଇଁ ଆମେ ଗୋଟେ ଗୋଟେ କୁଣ୍ଡଳୀ ଦେଲେ ଆରାଉଣ୍ଡ 7 ଦିନ ଖଣ୍ଡେ ବସି ତାକୁ ପଢୁ ଭାବୁ କଥା ହଉ କରୁ ପରସ୍ପର ଭିତରେ ଡିସ୍କସନ କରୁ ମିନିମମ୍ 7 days ର ଗୋଟେ ରହେ ତାପରେ ରିସର୍ଚ୍ଚ ଉପରେ ମିନିମମ୍ 7 days ଯାହା ଦ୍ଵାରା ନକ୍ଷତ୍ରର ଫଳର କଣ କମନ ଆସିଲା ଲଗ୍ନ ସର୍ବପ୍ରଥମେ ଲଗ୍ନର ଫଳରେ କଣ ଆସୁଛି ସେଇଟାକୁ ଆପଣ ବାଇପାସ କରିପାରିବେ କାରଣ ଲଗ୍ନ ହଉଛି ଆପଣଙ୍କର ସବୁ କିଛି ଲଗ୍ନକୁ ଧରିକି ହିଁ ସବୁ ଜିନିଷ ଚାଲିଛି ଲଗ୍ନକୁ ବାଇପାସ କରିକି କୌଣସି ଜିନିଷ ଚାଲିନାହିଁ ଠିକ ଅଛି ତାର କନଫର୍ମେସନ ଆପଣଙ୍କୁ ନବାଂଶରେ ମିଳିବ ଆଉ ନକ୍ଷତ୍ର ତାର ସୂକ୍ଷ୍ମାତି ସୂକ୍ଷ୍ମ ଜିନିଷକୁ ପଳେଇବ ନକ୍ଷତ୍ର ବେସ୍ଡ ପ୍ରେଡିକ୍ସନ ଟେକ୍ନିକ ଟା ଜୈମିନୀୟ ସୂତ୍ର ସେଇଟା ପରାଶର ହରା ଶାସ୍ତ୍ରର ନୁହଁ ପରାଶର ହରା ଶାସ୍ତ୍ରରେ ଷୋଡଶ ବର୍ଗ ଯୋଉ କୁଣ୍ଡଳୀ ଅଛି D1
D2, D3, D7, D10, D24, D60 ସେଇଟା ଦେଖିବାକୁ ପଡେ। ନକ୍ଷତ୍ର ଫଳାଫଳ ଟେକ୍ନିକଟା ଜୈମିନୀୟ ଶାସ୍ତ୍ରର, ସେଇଟାକୁ ଆମେ ଜୈମିନୀୟ ଶାସ୍ତ୍ରକୁ ଦେଖିକି ତାର ରୁଲ ଅନୁସାରେ ଫର୍ମେସନ କରିବା। ଆମେ ପରାଶରୀକୁ ଜୈମିନୀୟ ସୂତ୍ରର କୁ ମିଶେଇ ଗୋଟେ କମନ ଭ୍ୟୁ ଇଣ୍ଟରପ୍ରିଟେସନ ନବା, ଯାହା ଦ୍ୱାରା କି ତା ଭିତରେ ଆମେ ଇଣ୍ଟରପ୍ରିଟେସନ କ୍ଲିୟରଲି ଦେଇପାରିବା। ଆଉ ଯଦି ଆମେ ଖାଲି ଭାବିବା ଏ ନକ୍ଷତ୍ର ତ ଶତ୍ରୁ, ସେ ନକ୍ଷତ୍ର ତ ନକ୍ଷତ୍ର ମିତ୍ର ଗୃହୀ, ସେ ନକ୍ଷତ୍ର ଶତ୍ରୁ ଗୃହୀ, ୟାର ନବାଂଶର ଉଲ୍ଟା ଆସିଲାଣି, ୟାର ଲଗ୍ନ, ଆମେ କନଫ୍ୟୁଜ ହେଇଯିବା। ତେଣୁ ପଏଣ୍ଟ ନମ୍ବର 1, ଆମେ ଲଗ୍ନକୁ ବାଇପାସ କରିପାରିବା ନାହିଁ। ନବାଂଶ ଲଗ୍ନର ହିଁ ପାର୍ଟ। ନକ୍ଷତ୍ର ଜୈମିନୀୟ ସୂତ୍ରର, ତେଣୁ ଜୈମିନୀୟ ସୂତ୍ରର ନକ୍ଷତ୍ର ବେସ୍ଡ ପ୍ରେଡିକ୍ସନ ଟେକ୍ନିକ ଉପରେ ରିସର୍ଚ୍ଚ କରିବା। ତା ଭିତରେ ଯୋଉ କମନ ଭ୍ୟୁଟା ଆମର ବାହାରିବ ତା ଉପରେ ଆମେ ହିଁ ମତାମତ ଦବା। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।